କିଛି କଥା ଆମେ ଜାଣି ଶୁଣିକି ନିଜକୁ ସେଇଟା ମାନିବା ପାଇଁ ଅପ୍ରସ୍ତୁତ ହୋଇଥାନ୍ତି। ଆମେ ଜାଣିଛନ୍ତି ଆମ ବାପା ମା ଆମକୁ ଭଲ ପାଆନ୍ତି, ଆମ ବଡ଼ ଭାଇ ଆମକୁ ଭଲ ପାଏ, କିନ୍ତୁ ଏ କଥାଟାକୁ ଆମେ ମାନି ପାରନ୍ତି ନାହିଁ ବା ଆମେ ସ୍ୱୀକାର କରିପାରନ୍ତି ନାହିଁ। କାହିଁକି ନା ହୁଏତ ଆମର କିଛି ଅହଙ୍କାର ତା ଭିତରେ ରହିଥାଏ, କିମ୍ବା ଆମର ତା ଭିତରେ କୌଣସି ପ୍ରକାର ଗୋଟେ ଯୋଉ କୁହାଯାଏ ନା ଭୁଲ ବୁଝାମଣା ରହିଥାଏ। କିନ୍ତୁ ପ୍ରକୃତରେ ସତ କଥା ହେଲା, ଗୁପ୍ତ ଭାବେ ଭଲ ପାଉଥିବା ଏ ଦୁନିଆରେ ଦୁଇ ଜଣ ମଣିଷ ଥାଆନ୍ତି। ସେମାନେ ହେଲେ ବାପା ଆଉ ବଡ଼ ଭାଇ, ଯେଉଁମାନେ ଆପଣଙ୍କୁ ବହୁତ ଭଲ ପାଆନ୍ତି ହେଲେ କେବେ ବି ଦେଖେଇ ହୁଅନ୍ତିନି। ଆଜ୍ଞା, ବଡ଼ ଭାଇ ବହୁତ କେୟାର କରେ, କିନ୍ତୁ ସାନ ଭାଇ ସେଇଟା ବୁଝିପାରେନି, କାହିଁକି ନା ସେ ତାକୁ ଦେଖେଇକି କରେନି। ସାନ ଭାଇ ବହୁତ ଭଲ ପାଏ ବୋଲି ବଡ଼ ଭାଇକୁ ଦେଖେଇକି ସେଇଟା ସୋବାଜି କରାଏ ବୋଲି ସେଇଟା ସିନା ଜଣାପଡ଼େ, ହେଲେ ଜଣେ ବଡ଼ ଭାଇର ଭଲ ପାଇବାଟା ଏତେ ଗୁପ୍ତରେ ଥାଏ, ପ୍ରକୃତରେ ସେ ତା ସାନ ଭାଇ ପ୍ରତି ଜୀବନ ବି ଦିଏ। ଠିକ ସେମିତି ବାପା ଆଜ୍ଞା କେବେ ବି ଆପଣ ଜାଣିପାରିବେନି ଯେ ସେ ଆପଣଙ୍କୁ କେତେ ଭଲ ପାଉଛନ୍ତି, ଆଉ ସିଏ ଆପଣଙ୍କୁ ଏତେ ଭଲ ପାଉଥିବେ ଯେ ତାଙ୍କ ଜୀବନ ବୋଲି ଭାବୁଥିବେ। ଏ ଦୁଇଟି କଥାକୁ ବୁଝିଯିବାର ଆବଶ୍ୟକତା ଅଛି ଆଜ୍ଞା। ବଡ଼ ଭାଇ ଆଉ ବାପାଙ୍କ ଭଲ ପାଇବା ସବୁବେଳେ ଗୁପ୍ତ ଏବଂ ପର୍ଯ୍ୟାପ୍ତ ମଧ୍ୟ। ଏଇ ତ ଜୀବନର କଥା।